ଅବସ୍ଥା ନାହିଁ ଥକି ଗଲାଣି। ସେଇ ବାଟରୁ ଉଠିଗଲା ଉଠି ଆସିଲା ସକାଳେ ଆଗେ ପୁଅକୁ କାମୁଡ଼ିଲା ପୁଅକୁ ପାଟି କନି ପୁଅ କୁଆଡ଼େ ଆସିଲା ବରପଦା ଇଞ୍ଜେକ୍ସନ ଦେଇତେ ତାର ବରପଦାରେ ସେ ଅଛି ମୁଁ ଗନି ଝାଡ଼ା ଏଇ ବୁଢ଼ାକୁ ତଡ଼ିକି କାମୁଡ଼ୁଥିଲା ସେ ଯେଉଁ ଜନ୍ତୁଟା ବୁଢ଼ା ଲୋକଟା କାମୁଡ଼ୁଛି ମୁଁ ଗନି ଗୋଟେ ଠେଙ୍ଗାଟେ ଧରିକି ଏଟା ମରୁନି ଯେତେ ପିଟିନେ ଲକ୍ଷେ ପାର ପିଟିନେ ବି ମରୁନି ବୁଢ଼ା କାମୁଡ଼ିଲା ମୁଁ ଛନ୍ଦି ହେଇ ପଇନି ମୋତେ କାମୁଡ଼ିଲା 3-4 କଳ କି ମୋ ଗୋଡ଼ଟା ଫାଳେ ଧରି ପଳେଇଲା। ଏଟା ଗାରଡ଼ ଭାଲୁ ନୁହେଁ ଏଟା ଅଲଗା ବଣ ଆଡ଼ୁ କୁଆଡ଼ୁ ହଳେ ଆଇଛନ୍ତି ଏତିକି ଏତିକି ସାଇଜର 3 ଫୁଟ 2.5 ଫୁଟ ଲମ୍ବା ଦାନ୍ତ ଖାଲି କୁକୁର ଦାନ୍ତ ଭଳି ହେଇଛି ପୁଟିଆଟା ନା ତଳିଟା ଟାଣିକି ପଳେଇଲା ପଡ଼ିଗନି ଯେତେବେଳେ। ଆଜ୍ଞା ମୁଁ ଖାଇଲି ଖାଇକି ଆସିନି ନା ଖାଇନି ଚା ପିଇ ଦେଇକି ଆସିନି ଆସିକି ବସିଛି ଆଉ ସିଆଡ଼ୁ ତ ଦୌଡ଼ିକି ଆସିଲା ଆସିକି ଖାଲି ମାଟିର ଚଢ଼ି ଯାଇକି କାମୁଡ଼ି ପକାଉଥାଏ ଖାଲି ହାଲୁଆ 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 ହେଲେ ମୁଁ ଏକରକୁ ଡେଇଁଲା ବେଳକୁ ଏକରକୁ କାମୁଡ଼ୁଥାଏ ଏକରକୁ ଡେଇଁଲା ବେଳକୁ ଏକରକୁ କାମୁଡ଼ୁଥାଏ ଏମିତି ହେଇକା ସେଇଠୁ ଏ ବାବୁ ଆସିକି ଠିକିଲେ ଯେ ସିଏ କଙ୍କାଳେ ପିଟିଲେ ସିଏ ଯେମିତି ପିଟିଲେ ଆଉ ତାକୁ ଗଡ଼େଇ ପଡ଼େଇକି ସିଏ କାମୁଡ଼ିଲା ସେ ଅସ୍ତବ୍ୟସ୍ତ ହେଇକି ସିଏ ପୁଣି ସବୁ ଗାଁ ଲୋକ ଦୌଡ଼ିକି ଆସିଲେ ଆଇଲେ ଯେ ଖେଦା ଖୁଦି କଲେ ସିଆଡ଼କୁ ଟିକେ ଘୁଚିଗଲା ପୁଣି ସେଇ ଭିତରେ ଆଉ 2 ଜଣଙ୍କୁ କାମୁଡ଼ିଛି। ଆଜ୍ଞା କି ଜନ୍ତୁ ଗୋଟା ଚିହ୍ନି ହେଉନି ନା ଆଜ୍ଞା ଆଗରୁ ମୁଁ ଏମିତି କି ଜନ୍ତୁ ଦେଖିନୁ କିଛି କରିନୁ ତ ବୁଢ଼ା ହେଲେ ମୁଁ ଏପର୍ଯ୍ୟନ୍ତ ଦେଖିନି ଏମିତି ଜନ୍ତୁ ବୋଲି ଆଉ। ବାଦାମବାଡ଼ି ଜେନାପଦା ବାଦାମବାଡ଼ିରେ